ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ସକାଳୁ ସକାଳୁ ଟିକେ ଆସିଥିଲି କମ୍ପାନୀ ଭିତରକୁ ମେସିନ୍ ଗୁଡ଼ା ବନ୍ଦ କରିବାକୁ। ଚାଉମିନ ଶୁଖୁଛି ଯେଉଁ, କାହିଁକିନା ନଷ୍ଟ ହେଇଯିବ ନା ସବୁ ଅଧିକ ସମୟ ଚାଲିଲେ, ସେଇଥିପାଇଁ ଉଠିକି ପଳେଇନି ସକାଳୁ ସବୁ ବନ୍ଦ କରିବାକୁ। ବନ୍ଦ କରିଦେଲି। ଏବେ ଯାଉଛି ଉପରକୁ, ଗଲେ ଟିକେ ଖାଇବା ପିଇବା କରିବା। ଖାଇବା ପିଇବା କରିସାରିକି ଯିବି ସେ ଝିଅକୁ ନେଇକି ଆସିଲେ, ତାପରେ କାମ ଆରମ୍ଭ ହେବ। ଆଉ ଚାଲୁନ ଯିବା, ନେଇକି ଆସିଲେ କାମ କରିବା। ଆଉ ଖାଇବା ପିଇବା ସରିଲା, ସିଧା ଯାଉଛି ସେ ଝିଅକୁ ନେଇକି ଆସିଲେ ତାପରେ କାମ କରିବି। ଆଉ ଚାଲିଲି ଏବେ, ଚାଲ ଯିବା। ଲେଟ୍ ବି ହେଇଗଲାଣି ଟିକେ, ଯଦି କାମ ସାରିଦେବା। ସକାଳ ସକାଳ ସେ ଝିଅଟା ପୁରା ମୋ ମୁଣ୍ଡ ଟିଣ କରିସାରିଲାନି। ମୁଁ ତାଙ୍କ ସାହିରେ ଆସିକି ପହଞ୍ଚି ସାରିଲି। ସାହିରେ ଆସି ଛିଡ଼ା ହେଇଛି, ଫୋନ୍ କଲାବେଳକୁ ଉଠଉନି ଫୋନ୍। ଆଉ ସବୁ ତାଙ୍କ ବଡ଼ ଭଉଣୀ ନମ୍ବର ମୋ ପାଖରେ, ତାଙ୍କୁ ଫୋନ୍ କରିକି ପଚାରିଲି ଯେ ସେ ତାଙ୍କ ବଡ଼ ଭଉଣୀ କହୁଛି ସେ ଯିବନି, ତା ଦେହ ଭଲ ନାହିଁ। ଆଉ ସେ ନ ଆସିବା କଥା ମୋତେ ଫୋନ୍ କରି ସକାଳୁ କହିବା କଥା ନୁହଁ। ମୁଁ ଆସି ପହଞ୍ଚାଇଲା ପରେ ଏଠି ମନା କରୁଛି ଯିବନି ବୋଲିକି। ଆଉ ମୁଁ ଛିଡ଼ା ହେଇଛି, ବୋଲେ ସବୁ ବାଧ୍ୟ ହେଇକି ଯାଉଛି ଫେରିକି। ଆଉ ଉଲ୍ଟା ଆଉ ସେଦିନ ସେମିତି କିଛି କହିଲାନି ଫୋନ୍ କରିକି, ଆସିଲା ପରେ ଫେରିକି ଗଲି ଅଧା ବାଟରେ, ହଇରାଣ କଲା। ପୁଣି ଆଜି ସେମିତି ପୁଣି ହଇରାଣ। ସେ କାଲିକି ଆସୁ, ମାଲିକ କତିରେ କହିକି ତା କଥା ବୁଝିବେ। ଆଜି ଆଉ କିଛି କହିବାକୁ ଯାଉଛି। ଏବେ ଘରକୁ ପଳେଇ ଯାଉଛି, କାହିଁକିନା ଚାଉମିନ ଗୁଡ଼ାକ ଅଧିକ ଶୁଖିଯିବନି, ନଷ୍ଟ ହୋଇଯିବ। ଯାଉଛି ଚାଉମିନ ଗୁଡ଼ା କାଢ଼ିକି ପ୍ୟାକିଂ କରିବି। ସେ ଆସୁ କାଲି, ତାର ମୋର କଥାବାର୍ତ୍ତା। আমরা ସାହିରେ ଛିଡ଼ା ହେଇଛି, ଯାଉଛି ଫେରିକି ଯାଉଛି କମ୍ପାନୀ ପଳେଇ ଯାଉଛି। ସେ ଆସୁ କାଲି, ମାଲିକ ତ ଛିଡ଼ା କରି ତା ସହିତ ମୋର କଥାବାର୍ତ୍ତା। ତାର ଏବେ ମୁଁ ସବୁ ନେବାକୁ ଅଛି ନା ଗାଡ଼ି ନେଇକି। ଆଉ ୟା ପରେ ସେ ଆସୁ, ଅଟୋ କରିକି ଯିବ ୟା ପରେ। ଆଉ ମଜା ଜାଣିବ। ଆଉ ଚାଲୁନ ଯିବା, ଚାଉମିନ ଗୁଡ଼ାକ ଅଛି କାଢ଼ିଦେବା। ଆଉ ଏଠି ଛିଡ଼ା ହେଇଛି ଲାଭ ନାହିଁ, ଟାଇମ୍ ଲସ୍, ପଳେଇବା। ସେ ମନା କଲା ସେ ଝିଅ ଆସିବେନି ବୋଲିକି। ଆଉ ଚାଲୁନ ଯିବା, ଆମେ ପଳେଇବା। ସାହିରେ ଆସିକି ତାଙ୍କ ସାହିରେ ଆସି ଛିଡ଼ା ହେଇଛି 10-15 ମିନିଟ୍ ହେଲା। ଫୋନ୍ ମାଜି ଫୋନ୍ ଉଠଉନାହିଁ କ'ଣ। ଚାଲ, ଆଉ ସେଠୁ ଆସି ସାରିକି ମୋର ଏଠି କାମ ଅଧା ସାରିସାରିଲିଣି। ଆଉ ଅଧା ଅଛି କାମ। ଆଉ ଯାଇଥିଲି ଚାର୍ଜର ଆଣିବାକୁ ଉପରକୁ, ଦେଖିଲା ବେଳକୁ ଇଏ ଆମର ଟୁକା ମୋ ପଛ ଯେ ଚାଲି ଆସିଲା। ଆଉ ଛାଡ଼ୁନି ମୋ ପଛ। ମୁଁ କାମ କରିବି, ସିଏ ବି ଆସିକି ଏଠି କାମ କରିବ। ଆଉ ମୋବାଇଲ୍ ଚାର୍ଜ ବସେଇ ଦିଏ, ଚାର୍ଜ ନାହିଁ ଫୋନ୍ରେ ବି। ଚାଲୁନ ଯିବା, ଆଉ ଅଧା ଅଛି କରିବା। କାହିଁକିନା ସେ ଝିଅଟା ଆସିଲାଣି ନା, ଯେ ଏକୁଟିଆ ସବୁ କରିବାକୁ ପଡ଼ୁଛି। ଅଧା ମୋ ଚାଉମିନ ପୁରେଇକି ରଖିଦେଇଛି, ଆଉ ଅଧା ଅଛି। ତାକୁ ଜଜ ପୁରେଇ ଦେବି, ପୁରେଇକି ଓଜନ କରିବି, ତାର ଗୁଦାମ ଯିବି। ଆଉ ଆମ ପୁଅ ଏଠି ବୁଲୁଛି, ସେଇ ଗରମରେ ଗରମରେ ପୁରା ଦେହ ହାତ ଝାଳରେ ବୁଡ଼ି ଯାଉଛି। ସିଏ ବି ସେଇ ଗରମରେ ରହିକି ମୋ ସହିତ କାମ କରିବ। ସିଏ ବି ଯାଉନି ଉପରକୁ, ମୁଁ ଗଲେ ସେ ଯିବ ମୋ ସହିତ। କ'ଣ ଆଣିଦେବି? ପଳେଇଆ, ବୁଲନା, ପଳେଇଆ। ତମେ କାମ କରିବା। କାହିଁ ଚକ? ସେ ରସନା ହେଇଛି, ପଳେଇଆ। ମୁଁ କାମ କରିବି, ତୁ ଲେଟ୍ କରନା। ସବୁ ଚାଉମିନ ଏକା ଜରିରେ ପୁରେଇକି ଓଜନ କରିକି ବସ୍ତା ବି କରିକି ଥୋଇଦେଲି। ଟାଇମ୍ 3ଟା ବାଜିଲାଣି। ଏବେ ଯାଉଛି ଖାଇବା ପିଇବା କରିବା କଥା କରିବି। ଏଠି କାମ ସରିଲା, କମ୍ପାନୀ କାମ। ଏବେ ଦେଖିବା ବାହାରେ ଗୋଦାମ ଯଦି ଫୋନ୍ ଆସେ ତାହେଲେ ଗୋଦାମ ଯିବି, ଯଦି ଫୋନ୍ ନ ଆସେ ତାହେଲେ ରୁମ୍ରେ ରହିବି। ଆଉ ଏଠି କାମ ସବୁ ଶେଷ। ଆଉ ସେ ଝିଅ ଆସିଲାନି, ତଥାପି ଝିଅଟା ଆସିଥିଲେ ଜଲ୍ଦି ସରିଯାଇଥାନ୍ତା। ଝିଅଟା ଆସିଲାନି ବୋଲି ଏକୁଟିଆ କଲି ନା, ଟିକେ ଲେଟ୍ ହେଲା। ଆଉ ଯାହା ହଉ ସରିଗଲା ଏ କାମ। ଯାଉଛି ଉପରକୁ, ଯାଉଛି ରୁମ୍କୁ ଯିବା। ଚାଲ ଆମେ ଗେଟ୍ ଫେଟ୍ ଦେଇଦେଇ ପଳେଇବା। ସବୁ ଖାଲି ଆଉ ବସ୍ତାଟା ବନ୍ଧା ଯିବ, ସେ ପରେ ଆସିବ ବାନ୍ଧିଦେବି। ଆଉ ବାନ୍ଧିଲା 10-15 ମିନିଟ୍ ଲାଗିବ, କିଛି ବେଶୀ ଟାଇମ୍ ନୁହଁ। ଯିବା ଏବେ ଉପରକୁ, ଯିବା। ଚାଲନ୍ତୁ। ମେସିନ୍ ସବୁ ବନ୍ଦ ଅଛି, ସେ ଝିଅ ଆସିନାହିଁ ବୋଲି ସବୁ ବନ୍ଦ ଅଛି। ମୁଁ ଉପରକୁ ଆସିଲା ବେଳକୁ ଏଠି ଆମ ପୁଅର ୟାର ଖେଳୁଛନ୍ତି ଯେଉଁ ସାଙ୍ଗ ହେଇକି ବାବା। ଛୋଟ ଛୁଆ ହେଇଯାଉଛି, ଖେଳୁଛୁ। ଛୋଟ ପିଲା ହେଇଯାଉଛି ତ, ଆମ ପୁଅକୁ ଡରଉଛି ଏଠି ଆସିକି। ଲୁଚକାଳି ଖେଳୁଛନ୍ତି ଏଠି। କ'ଣ କହୁଛି? ଖାଇବା ପିଇବା ସରିଲାଣି ନା? ସେ ଖାଇବା ପିଇବା ହେଇ ରେଡ଼ି ହେଇଗଲାଣି ପୁରା। ଜେସି କୋଉଠି ଅଛି? ବାପା, ଚିକେନ ଦେଇଥିଲୁ, ଆଣିଥିଲୁ ଚିକେନ ଖାଇବି, ଦେଇଥିଲୁ ପଇସା। ସବୁବେଳେ ଚିକେନ, ୟାର ଆଉ କିଛି ନାହିଁ, ଚିକେନ। କ'ଣ ହେଲା? ଖାଇବା ପିଇବା କରିକି ଉଠିଲା ବେଳକୁ ପାଣି ପିଇବା ପାଇଁ ପାଣି ନାହିଁ ବୋତଲରେ। ବ୍ୟାଗର ବୋତଲ ପୁରେଇକି ନେଇ ଯାଉଛି ପାଣି ଆଣି ତଳକୁ। ଉପରେ ଏଠି ଖାଲି ଧୁଆଧୁଇ ପାଇଁ ଲାଗିଛି ସବୁ, ପିଇବା ପାଇଁ ନାହିଁ ଉପରେ। ତଳକୁ ଯାଉଛି, ତଳକୁ ପାଣି ନେଇକି ଆସିବି। ଆଉ
ତଳେ ପାଇପ୍ ଲାଗିଛି ବୋତଲ ପୁରେଇ ଧରିକି ଆସିବୁ ଉପରକୁ ଆଉ କୁଆଡ଼େ ଯିବୁ ସିଏ ତାର ଜିଦି କରୁଛୁ ଯା ଜି କରୁଛୁ ଗାନ୍ଧୀ ଧୋଇକା ସିଏ ଯିବ ବୋଲିକି ଝାଡ଼ା କରୁଛି ତଥାପି ସିଏ ଯିବ ପଚାର ପଳେଇବୁ କେତେବେଳେ ତମେ ଆସିବ ବେଗି ଖାଇଲା ଶୁଇବୁ ବୋଲି ତ ଅନେଇଛି ତମେ ଏତେ 2 ଘଣ୍ଟା ହେଲାଣି ମୁଁ ଏପଟ ସେପଟ ହଉଛି ବେଗି ତ ଆଣିବ ଯାଉନୁ ମୁଁ ତ ଖାଇସାରିନି ଆଉ ତୁ ଯା ତ ଖାଇନି କ'ଣ ସେଠି ବୋଲି ଆସିଲେ ଶୁଇବ ତମେ ବାସନ ପକେଇଛି ସବୁ ଗୁଟଉଛି ହଁ ଗୁଟା ମୁଁ ଯାଉଛି ପାଣି ନେଇକି ଆସେ ମୁଁ ଯାଉଛି ପାଣି ଧରିକି ଆସେ ହଉ ୟା ପାଇଁ ମୁଁ ଖାଲି ରହିଥିଲି ତ ପାଣି ନେଇକି ଆସାରିନି ଯାଇକି ତଳକୁ ଆଉ ଚାଲେ ମୁଁ ଯିବି ମାନେ ସେ ବି ତଳକୁ ଯିବ ଗୋଟେ ଘର ଭିତରେ ରହୁଛି ରୁମ୍ରେ ରହୁଛୁ ଆଉ ପାଣିଟା ସରିଯାଉଛି ବୋତଲ ତଳକୁ ନ ଯା ମତେ ନା ଡାକ ମାରି ବୋତଲ ଦବା କଥା ନାଇଁ ଝରକା ଏଇ ଝରକା ଡାକିଦେଲେ ମୋ ଶୁଭିବ ନା ୟାଡା ଏଇଠି ମାମା ରଖିଛି ଏଇଠିକି ଆସେ ଏଇଠିକି ଆସୁନୁ ମାମା ରଖିଛି ଆମ ଟୁକା ସେପଟେ ଥାଇକି କା ହଉଛି ଆଇଲା ରାଗ ମୋତେ ତାକୁ ଟିକେ ପାଟି କରିଥିଲି ତ ରାଗ ବସିଯାଇଛି ନା ରାଗିକି ଆସୁନି ଆସିଲା ପାଣି ସରିଲା ବେଳକୁ ମା ପୁଅ ପିଇ ଦେଉଛନ୍ତି ଖାଲି ବୋତଲ ଥୋଇ ଦେଉଛନ୍ତି ମୁଁ ପାଣି ପୁରେଇକି ଆଣିନେ ପିଇବେ ପାଣିଟା ମୁଁ ଆଣି ମୁଁ ମନା କରୁଛି ନା କ'ଣ ଆଉ ତୁ ପାଣିଟା ପିଉଛ ସଇଲା କହିବୁନି ମନେ ନାହିଁ ମନେ କିଛି ଆଙ୍କର ପଡ଼ୁନାହିଁ ପିଇଲା ବେଳକୁ ଭଲ ପିଇ ଦେଉଛନ୍ତି ପେଟ ଭର୍ତ୍ତି ହେଇଯାଉଛି ମନେ ପଡ଼ୁନି ମୁଁ ଖାଇକି ଉଠିଲା ବେଳକୁ ପାଣି ନାହିଁ ବୋତଲରେ ତାଠୁ ଯାଇକି ପାଣି ଧରିକି ଆଇଲି ଛାଇଦିକି ନେଇକି ଖଟତଳେ ଛାଇଦିକି ରଖିଦେଲା ପିଇବ ତ ଶୋଷ ଲାଗିଲେ ରଖିଦେଲା ଖଟତଳେ ତୁ ଆଉ ଆଇସ୍କ୍ରିମ୍ ଖାନା ଦି ପଟାରେ ଆଇସ୍କ୍ରିମ୍ ଖାଇବ ଏଠି ଭାତ ଖାଇକି ଅଭିଆ ଉଠିଲା ଆହୁରି ଆଇସ୍କ୍ରିମ୍ ଖାଇବ ମାଲିକ ଲୋକ ମାଲିକ ଆଉ ଜାଣିପାରୁନୁ ଆମେ ତାଙ୍କ ଚାକର ଆଉ ମାଲିକର ମୁଁ ଜାଣିପାରୁନା ମାଲିକ ହଁ ମାଲିକର କମ୍ପାନୀ ତୁ କାମ କରିତେ ସନ୍ଧ୍ୟା ଟାଇମ୍ରେ ନା କାମ ଟାଇମ୍ରେ ତାଙ୍କ କାମ ଟାଇମ୍ରେ ସେ ଯାହା କହିବେ ମୁଁ କାମ କରିବି ଆଉ ବାଧ୍ୟ ତାଙ୍କ କାମ ଟାଇମ୍ରେ ମେସିନ୍ କାମ ଯାହା କହିବେ ଘର କାମ କରିବା ମିକୁ ତାଙ୍କ ଶୋଇଛନ୍ତି ଚିଆର ଟାଣ ନା ଯେତେ କହିଲା ଆମ ପୁଅଟା ଶୁଣୁନାହିଁ ଏଇ ମାମା ଗଲା ବାଡ଼େଇବ ଏଇ ମାମା ବାଡ଼ା ଅବିକା ଖରା ଜୋର କରିଥିଲା ମୁଁ ପୁରା ଝାଳ ବୁଡ଼ି ଯାଇଥିଲି ଖାଇସାରିଲା ପରେ ଦେଖିଲା ବେଳକୁ ଏଠି ଆମର ଦେଖନ୍ତୁ ବର୍ଷା ଉଠିଲାନି ଜୋରରେ କିଛି ପରେ ବର୍ଷା ହଠାତ୍ ଉଠି ଆଇଲାନି କାଚିବ ବୋଧେ ଜୋରରେ ଆଉ ବର୍ଷା ଜୋରରେ ପକେଇବ ଚାଲ ମୋର ତ କାମ ସରିଲା ତଳେ ଆଉ କିଛି କାମ ନାହିଁ ପଳେଇଯାଇଛି ଏବେ ଦେଖିବା ଯଦି ବାହାରୁ ଫୋନ୍ ଆସେ ଗୋଦାମରୁ ତାହେଲେ ଯିବି ନହେଲେ ନାହିଁ ବସିଲି ଘରେ ଆଉ ଆଜି ଆଉ